ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଦେଶର ଏକତାକୁ ସୁଦୃଢ଼ କରିବା ଦିଗରେ ଉଦ୍ଦିଷ୍ଟ, କହିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2ଟି ବିଲ୍। ଚତୁର୍ଥ ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏବଂ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମ୍ବିଧାନ ହେଉଛି ଦେଶର ଏକତାର ମୂଳସ୍ତମ୍ଭ। ବିବିଧତା ମଧ୍ୟରେ ଏକତା ଭାରତର ଅନନ୍ୟ ବୈଶିଷ୍ଟ୍ୟ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଦେଶର ଏକତାକୁ ସୁଦୃଢ଼ କରିବା ଦିଗରେ ଉଦ୍ଦିଷ୍ଟ। ଗତକାଲି ଲୋକସଭାରେ ସମ୍ବିଧାନର 75 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ 2 ଦିନିଆ ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୌଳିକ କର୍ତ୍ତବ୍ୟ ପାଳନ କରିବାକୁ ହେଲେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର ଏକକ ନାଗରିକ ସଂହିତା ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ, କାରଣ ଏହା ଦେଶର ସମ୍ବିଧାନ ନିର୍ମାତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ସମ୍ବିଧାନ ସଭା ଏହା ଉପରେ ଦୀର୍ଘ ସମୟ ବିଚାର ବିମର୍ଶ କରିଛି ଏବଂ ନିର୍ବାଚିତ ସରକାର ଏହାକୁ କାର୍ଯ୍ୟକାରୀ କରିବେ। ସେ କହିଛନ୍ତି, ଏନ୍ଡିଏ ସରକାର ଏକ ଧର୍ମନିରପେକ୍ଷ ଏକକ ନାଗରିକ ସଂହିତା ଲାଗୁ କରିବା ଲାଗି କାର୍ଯ୍ୟ କରୁଛନ୍ତି। ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସହ ଗୋଟିଏ ଦେଶ ଗୋଟିଏ ଟିକସ ଓ ଜିଏସ୍ଟି ଲାଗୁ କରାଯାଇଛି। ସେହିପରି ଭିତ୍ତିଭୂମି ବିକାଶ ସହ ଦେଶର ଲୋକମାନଙ୍କ ବିକାଶ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ, ଆୟୁଷ୍ମାନ କାର୍ଡ, ଗୋଟିଏ ଦେଶ ଗୋଟିଏ ଗ୍ରିଡ୍ ଭଳି ଯୋଜନାଗୁଡ଼ିକ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଦ୍ରୁତ ଅର୍ଥନୈତିକ ବିକାଶ ହେଉଛି। ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ସମୟରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଗତ 75 ବର୍ଷ ମଧ୍ୟରେ ଭାରତୀୟ ସମ୍ବିଧାନର ଗୌରବମୟ ଯାତ୍ରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ଏହା ଦେଶ ପାଇଁ ଗର୍ବର ବିଷୟ। ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି। ସେ କହିଛନ୍ତି, ସମ୍ବିଧାନ ପ୍ରଣୟନରେ ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ବିରୋଧୀ କଂଗ୍ରେସକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି, ସମ୍ବିଧାନର ନୀତି ଆଦର୍ଶକୁ କଂଗ୍ରେସ ସବୁ ସମୟରେ ଜଳାଞ୍ଜଳି ଦେଇଛି। ସେ କହିଛନ୍ତି, ଗୋଟିଏ ପରିବାର 55 ବର୍ଷ ଦେଶକୁ ଶାସନ କରିଥିବା ବେଳେ ସମ୍ବିଧାନର 25 ବର୍ଷ ପୂର୍ତ୍ତି ସମୟରେ କଂଗ୍ରେସ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ଏବଂ ଲୋକମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ କରିବା ନେଇ କଂଗ୍ରେସକୁ ସମାଲୋଚନା କରିଥିଲେ। ଏନ୍ଡିଏ ସରକାର ସପକ୍ଷରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଇନରେ କରାଯାଉଥିବା ସଂଶୋଧନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏକତା ଭାବନାକୁ ସୁଦୃଢ଼ କରିବା, ଗଣତନ୍ତ୍ରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ଜମ୍ମୁ କାଶ୍ମୀରରେ ସମ୍ବିଧାନର ଆଇନ ଲାଗୁ କରିବା ପାଇଁ ସଂଶୋଧନ ଜରୁରୀ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ 25 କୋଟି ଗରିବ ଲୋକ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବୋଲି ବିତର୍କର ଜବାବ ଦେଇ ଲୋକସଭାରେ ଶ୍ରୀ ମୋଦି କହିଥିଲେ। ଭାରତୀୟ ସମ୍ବିଧାନର 75 ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଆୟୋଜିତ ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶଂସା କରିଛନ୍ତି। ସମ୍ବିଧାନ ଏବଂ ଏହାର ବିଭିନ୍ନ ବିଷୟବସ୍ତୁ ପ୍ରସଙ୍ଗରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ଯେଉଁ ଅପପ୍ରଚାର ଚଳାଇଛନ୍ତି, ଏବେ ତାହା ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ସ୍ପଷ୍ଟ ହୋଇଥିବ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଟ୍ୱିଟ୍ ଜରିଆରେ ଶ୍ରୀ ନଡ୍ଡା କହିଛନ୍ତି, ସମ୍ବିଧାନ ଦିବସ ପାଳନ ଏବଂ ଏହାର ନିର୍ମାତାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଏହା ପ୍ରମାଣ କରୁଛି ଯେ ବିଜେପି ସମ୍ବିଧାନର ପ୍ରକୃତ ରକ୍ଷକ ଭାବେ କାର୍ଯ୍ୟ କରୁଛି। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସାମଗ୍ରିକ ବିକାଶ କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି, ଦେଶକୁ ବିକଶିତ କରିବା କ୍ଷେତ୍ରରେ ସମନ୍ୱିତ ମାନବତା ଏବଂ ଅନ୍ତ୍ୟୋଦୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ସମ୍ବିଧାନର 75 ବର୍ଷ ପୂର୍ତ୍ତି ଅବସରରେ 11ଟି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏଗୁଡ଼ିକ ଭାରତୀୟ ସମ୍ବିଧାନର ମୂଳଦୁଆ ଓ ଏହା ଯୋଗୁଁ ସମ୍ବିଧାନର ମୂଳ ନୀତି ଓ ଆଦର୍ଶ ବଜାୟ ରହିପାରିଛି।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭାରେ ଆସନ୍ତାକାଲି କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2ଟି ବିଲ୍ ଆଗତ କରିବେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ସମ୍ବିଧାନ 129ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ଆଇନ ବିଲ୍ ଆଗତ କରିବେ। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବା ପରେ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଥିଲା। ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ପରେ କମିଟି ତାର ରିପୋର୍ଟ ପ୍ରସ୍ତୁତ କରିଥିଲା। ନୂଆଦିଲ୍ଲୀରେ ଚାଲିଥିବା ଚତୁର୍ଥ ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। ଗତକାଲି ଶ୍ରୀ ମୋଦି ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା 3 ଦିନିଆ ସମ୍ମିଳନୀରେ ସାମୂହିକ ବିକାଶ ଓ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଉଛି। ବୈଠକରେ ରାଜ୍ୟଗୁଡ଼ିକ ସହ ଭାଗିଦାରିତା ନେଇ ଏକ ସମନ୍ୱିତ ଚିଠା ପ୍ରସ୍ତାବ ଆଜି ଚୂଡ଼ାନ୍ତ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ଆହୁରି ସୁଦୃଢ଼ କରାଯିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେଉଛି। ସମବାୟ ସଂଘୀୟ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦ୍ରୁତ ଅଭିବୃଦ୍ଧି ଓ ବିକାଶ ହାସଲ ପାଇଁ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଗତ 2022ରେ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଗତବର୍ଷ ଜାନୁଆରୀରେ ଏବଂ ତୃତୀୟ ସଂସ୍କରଣ ଗତବର୍ଷ ଡିସେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଦିସାନାୟକେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଗସ୍ତ କାଳରେ ଶ୍ରୀ ଦିସାନାୟକେ ଦିଲ୍ଲୀରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ନେଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜମ୍ମୁ କାଶ୍ମୀରର ଶିବଘୋରିରୁ କଟ୍ରାକୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଜମ୍ମୁସ୍ଥିତ NIAର ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍ରେ ଭାରତୀୟ ପେନାଲ କୋଡ୍ ଏବଂ ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ଅଭିଯୁକ୍ତ ହକାମ ଖାନଙ୍କ ବିରୋଧରେ ଅନେକଗୁଡ଼ିଏ ଧାରା ଲାଗୁ କରାଯାଇଛି। ଚଳିତ ବର୍ଷ ଜୁନ୍ 9 ତାରିଖରେ କିଛି ଅଜ୍ଞାତ ଆତଙ୍କବାଦୀମାନେ କାଣ୍ଡା ନିକଟରେ ସମ୍ପୃକ୍ତ ତୀର୍ଥଯାତ୍ରୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଘଟଣାରେ ବସ୍ ଡ୍ରାଇଭରଙ୍କ ସମେତ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 41 ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସ୍ ଡ୍ରାଇଭରକୁ ଗୁଳିମାଡ଼ ଯୋଗୁଁ ସେ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଫଳରେ ବସ୍ଟି ଏକ ଖାତ ମଧ୍ୟକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାର ତଦନ୍ତ ଦାୟିତ୍ୱ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ NIAକୁ ଦିଆଯାଇଥିଲା। ଗାବାର ବ୍ରିସବେନ୍ଠାରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଅଷ୍ଟ୍ରେଲିଆ 34 ଓଭରରେ 3ଟି ୱିକେଟ୍ ହରାଇ 75 ରନ୍ କରିଛି। ଗତକାଲି ଭାରତ ଟସ୍ ଜିତି ବୋଲିଂ କରିବା ଲାଗି ନିଷ୍ପତ୍ତି ନେଇଥିଲା। ତେବେ ବର୍ଷା ଜାରି ରହିବାରୁ ଅଧିକ ସମୟ ଧରି ଖେଳ ଚାଲିପାରିନଥିଲା। ଅଷ୍ଟ୍ରେଲିଆ ଗତକାଲି କୌଣସି ୱିକେଟ୍ ନ ହରାଇ 28 ରନ୍ ସ୍କୋର କରିଥିଲା। ଏହି 5ଟିକିଆ ଟେଷ୍ଟ ମ୍ୟାଚ୍ ଶୃଙ୍ଖଳାରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଉଭୟ ଦଳ 1-1 ପଏଣ୍ଟରେ ସମାନ ସ୍ଥିତିରେ ଅଛନ୍ତି। ଓମାନର ମସ୍କଟଠାରେ ଚାଲିଥିବା ମହିଳା ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହେବ। ଭାରତ ଏହି ଟାଇଟଲ ହାସଲ କରିବା ଲାଗି ସମସ୍ତ ଉଦ୍ୟମ କରିବ। ପୂର୍ବରୁ ଏହି ପ୍ରତିଯୋଗିତାରେ ଚୀନ 2-1 ଗୋଲରେ ଭାରତକୁ ପୁଲ୍ ମ୍ୟାଚ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଦେଶର ଏକତାକୁ ସୁଦୃଢ଼ କରିବା ଦିଗରେ ଉଦ୍ଦିଷ୍ଟ, କହିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2ଟି ବିଲ୍। ଚତୁର୍ଥ ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏବଂ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।